ବର୍ତ୍ତମାନ ଆମେ ଯେଉଁ ପୁରାତନ କଳାକାରକୁ ଭେଟିଥିଲା ତାଙ୍କ ସହିତ ଯୋଗାଯୋଗ କରିଥିଲା, ତାଙ୍କରି ୱାନ୍ ଟୁ ୱାନ୍ ଆମେ କରିଛେ। ଆପଣ କେତେ ବର୍ଷରୁ ଏଇ କଳାକୁ ଆସିଛନ୍ତି? 18 ବର୍ଷରୁ। 18 ବର୍ଷରୁ ଆରମ୍ଭ କରିଛନ୍ତି। ହଁ, ଆଜକୁ କେତେ ବର୍ଷ ହେଇଗଲା ଆପଣ ଏଇ କଳାରେ ଅଛନ୍ତି? ଏ କଳାରେ ମୋତେ ଏଇଟା ହେଲା 80 90 80 90 90 ହେଲା 90 90 ବର୍ଷ ହେଇଗଲାଣି ଏବେ ବର୍ତ୍ତମାନ। ଆପଣଙ୍କର ସେଇ ସମୟରେ ପଢ଼ାପଢ଼ିର ତ କିଛି ସୁବିଧା ଏତେ ଭାରି ନଥିଲା। ଆପଣ କିଭଳି ଭାବରେ ସେଇ ସମୟରେ ପାଠ ପଢ଼ୁଥିଲେ? ସ୍କୁଲ ଗୁଡ଼ାକ ଆପଣଙ୍କର ଏମିତି ସ୍କୁଲ ଗୁଡ଼ାକ ତ ନଥିଲା, ଏବେ ଯେଉଁ ସ୍କୁଲର ସୁବିଧା ଗୁଡ଼ାକ ହେଇଛି। ସେ ବେଲେ ଗୁହାଲ ପଢ଼ା ଭଲ ନ ଗୁହାଲ ପଢ଼ାରେ ପଢ଼ାବି। ଲାଇନ୍ ଫାଇନ୍ର ତ ବ୍ୟବସ୍ଥା କିଛି ନଥିଲା। ସେଭଳି କିଭଳି ଭାବରେ ପାଠ ପଢ଼ୁଥିଲେ? ଲାଇଟ୍ର ବ୍ୟବସ୍ଥା କ'ଣ ଥିଲା ସେ ସମୟରେ? ଲାଇଟ୍ର ରାତି ତ ପଢ଼ାପଢ଼ି ନେଇ କରୁ, ଏନ୍ତା ଦିନର ବେଲେ ସଦାବେଲେ ପଢ଼ାପଢ଼ି କରୁ। ଆଉ ପ୍ରଥମରେ ଆପଣ କହୁଥିଲେ କି 4 ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢ଼ିଛନ୍ତି। ଆଉ ସେ ସମୟର 4 ଶ୍ରେଣୀଟା ଯେମିତି ଭାବରେ ପାଠ ହେଉଥିଲା, ଆଜିର ଅଧିକାଂଶ ପିଲା ମେଟ୍ରିକ୍ +2 କଲା ପର୍ଯ୍ୟନ୍ତ ପିଲା ମଧ୍ୟ ସେଇ ପାଠଟା ହେଉନି। ହଁ, ସେ ପାଠ ଏଇଛେନର ମେଟ୍ରିକ୍ ପଢ଼ା ଏଇଛେନ୍ ଚତୁର୍ଥ ପଢ଼ାକେ ମେଟ୍ରିକ୍ ବି ନି ଆସିପାର ହେତ୍କିରି ପଢ଼ା। ଆପଣ ବିବାହ କେତେ ବର୍ଷରେ କରିଥିଲେ? 17 ବର୍ଷରୁ। 17 ବର୍ଷରୁ? ଭୁଲିଗଲା। କେତେ ବର୍ଷ? ହେଟା ବି ଶୁନି କରିପାରବାନି ମୁଇଁ। ତ ଆପଣଙ୍କର ପୁଅ ଝିଅ କେତୋଟି, ଆଉ ତାଙ୍କର ନାମ ମାନେ କ'ଣ କ'ଣ ରଖିଛନ୍ତି, କେତେ ଜଣ ଅଛନ୍ତି, ଆଉ ବର୍ତ୍ତମାନ ସେମାନେ କ'ଣ କରୁଛନ୍ତି ସେ ବିଷୟରେ କିଛି କୁହନ୍ତୁ। ଝିଅ ଅଛି ଯୁଡ଼େ, ଗୋଟେ ପୁଅ ଅଛି ଗୋଟେ। ପୁଅ ଗୋଟେ, ଝିଅ ଦୁଇଟା। ସେ ଝିଅମାନଙ୍କୁ କେଉଁଠି ଦେଇଛନ୍ତି? ଗୋଟେ ଘାଗଲି ବଡ଼ ଝିଅକୁ ଦିଆହେଇଛେ, ଆରୁ ମଝିଆ ଝିଅକୁ ଦେଇଛି ଆରେଣ୍ଡୁଙ୍ଗରି। ଆପଣଙ୍କର ନାତି ନାତୁଣୀ କେତୋଟି? 9ଟା। 9ଟା। ମାନେ ଆପଣଙ୍କର ପୁଅ ଘରର? ପୁଅ ଘରର 3ଟା। ମାନେ ନାତି 2ଟା ଆଉ ନାତୁଣୀ ଗୋଟିଏ। ଆଉ ଆପଣଙ୍କର ଝିଅ ଘରର? ଝିଅ ଘରର 4ଟା। କଳା ପ୍ରଦର୍ଶନ କରିବା ପାଇଁ ଯାଉଥିଲେ, ଜାଗା ଗ୍ରାମ ଯାଉଥିଲେ, ସେଠି ଆପଣଙ୍କୁ କିଛି ସମ୍ମାନିତ କରିଛନ୍ତି? କିଛି ଆପଣ ସାର୍ଟିଫିକେଟ୍ ଗୁଡ଼ାକ ପାଇଛନ୍ତି? ହଁ, ପ୍ରତ୍ୟେକ ଜାଗାରେ ଦେଇଛନ୍। ଯେନ୍ ଜାଗା ଦେଇଛେ ସେ ଜାଗା ମନକେ କୌଣସି ଜାଗାରେ ଛିନା ନେଇ କରି ପ୍ରତ୍ୟେକ ଜାଗା ପାଇଛେ ମୁଇଁ ପ୍ରାଇଜ୍। ମେଡେଲ ଗୁଡ଼ାକ ବି ଦିଆ ହୁଏ ଆପଣଙ୍କୁ, ମଧ୍ୟ ଦିଆଯାଏ ବହୁତ। ପ୍ରାଇଜ୍ କହୁଛେ ପରେ। ଆପଣଙ୍କର ଯେଉଁ କଳାକାରରେ ଥିଲେ, ଆପଣଙ୍କର କୌଣସି ସାର୍ଟିଫିକେଟ୍ ଗୁଡ଼ାକ ହେଇଛି, ଆପଣଙ୍କର କୌଣସି ଭତ୍ତାର ବ୍ୟବସ୍ଥା ହେଇଛି, ସରକାରୀ ସହଯୋଗ କ'ଣ ପାଇଛନ୍ତି ସେ ବିଷୟରେ କିଛି କୁହନ୍ତୁ। ଆମେ ସାର୍ଟିଫିକେଟ୍ ସବୁ କରିକରି କାଗଜପତ୍ର କରିକରି ଯାଇଥିଲୁ ଭୁବନେଶ୍ୱରକେ ଯେତେବେଳେ ଗଲୁ ଅଫିସ୍ ଥାନକେ, ସେଇ ଘଡ଼ି 9 ବଜେରେ ବନ୍ଦ ହେଇଗଲା। ବନ୍ଦ ହେଇଯିବାକେ ସେନୁ ଫିରି ଆସିଲୁ। ଫିରି ଆନୁ ଆରୁ ହେଇଯିନୁ ଆର୍ କାଗଜପତ୍ର ଏଇଟା ପକାଇ ଦେଇଛୁଁ, ନାଇଁ କିଛି କରବାର। ମାନେ କୌଣସି ସାହାଯ୍ୟ ନାଇଁ ପାଇବାର? କୌଣସି ସାହାଯ୍ୟ ନାଇଁ ପାଇବାର, ସରକାରୀ ଭତ୍ତାର କିଛି ନାଇଁ ପାଇବାର ଆମେ। ବର୍ତ୍ତମାନ ସୂଚନା ଟିଭିରୁ ଭ୍ରମର ସାହୁ, ଧନ୍ୟବାଦ।